ଆଜିର ସଙ୍କଟ କ'ଣ କ୍ରମ ବିକାଶରେ ଅନିବାର୍ଯ୍ୟ? ଲେଖକ ଶ୍ରୀ ମନୋଜ ଦାସ। ମୁଁ ପାଠ କରୁଛି ପ୍ରୀତିଦୀପା ପରିଡ଼ା। 100 ବର୍ଷରୁ ଆଉ କିଛି ଅଧିକ କାଳ ତଳର କଥା। ଥିଲେ ଜଣେ ପ୍ରବୀଣ ଜ୍ଞାନ ପିପାସୁ ଅଧ୍ୟାପକ। ଦର୍ଶନ ତତ୍ତ୍ୱର ନାନାଦି ସମସ୍ୟା ଉପରେ ସେ ଅଧ୍ୟୟନ କରୁଥାନ୍ତି। ସେ ସବୁର ସମାଧାନ ଲିପିବଦ୍ଧ କରୁଥାନ୍ତି ତାଙ୍କ ଗବେଷଣାରତ ଛାତ୍ରମାନଙ୍କ ପାଇଁ। ଅଧ୍ୟାପକ ମହୋଦୟ ଗୋଟିଏ ସମସ୍ୟା ଉପରେ ଅଟକି ଯାଇଥିଲେ। ତାର ମୀମାଂସା କରିପାରୁନଥିଲେ। ପ୍ରଶ୍ନଟି ହେଲା, ଭଗବାନ ଏକ ନା ବହୁ? ବଙ୍ଗଦେଶର ବୀରଭୂମି ଜିଲ୍ଲା ଅନ୍ତର୍ଭୁକ୍ତ ତାରାପୀଠରେ ଥିଲା ଏକ ବିଶାଳ ଶ୍ମଶାନ ଭୂମି। ତାର ଏକ ପ୍ରାନ୍ତରେ ଥିଲା ବହୁ ପ୍ରାଚୀନ କାଳରୁ ଦେବୀ ତାରାଙ୍କ ଆସ୍ଥାନ। ମନ୍ଦିର ଏବଂ ଶ୍ମଶାନ ଭିତରେ ବିଚରଣ କରୁଥାନ୍ତି ଜଣେ ଅଦ୍ଭୁତ ତାରାଭକ୍ତ। ମା ବାପା ତାଙ୍କ ନାମ ଦେଇଥିଲେ ବାମାଚରଣ। କିନ୍ତୁ ସେ ପାଗଳ ଭଳି ଆଚରଣ କରୁଥିବା ହେତୁ ଜନସାଧାରଣରେ ବାମାକ୍ଷେପା ବୋଲି ପରିଚିତ ଥିଲେ। କିନ୍ତୁ ଯେଉଁମାନେ ତାଙ୍କ ସାନ୍ନିଧ୍ୟ ଲାଭର ସୁଯୋଗ ପାଇଥିଲେ ସେମାନେ ଜାଣିଥିଲେ ସେ ଜଣେ ଯୋଗୀ ତଥା ତନ୍ତ୍ରସିଦ୍ଧ ପୁରୁଷ। ସେ ରହୁଥିଲେ ପ୍ରାୟ ବିବସ୍ତ୍ର। ତାଙ୍କ ସହ ଏକତ୍ର ଭୋଜନ କରୁଥାନ୍ତି ଦଳେ କୁକୁର। ଅଧ୍ୟାପକ ମହୋଦୟ ଦିନେ ତାରାପୀଠ ଯାଇ ବାମାକ୍ଷେପଙ୍କୁ ପ୍ରଶ୍ନ କଲେ, ଭଗବାନ ଏକ ନା ବହୁ? ବାମାକ୍ଷେପ ଦେଲେ ଉତ୍ତର, ଏଥିରେ ଧନ୍ଦି ହେବାର ଅଛି କ'ଣ ବାବା? ଭଗବାନ ତାଙ୍କ ସ୍ୱରୂପରେ ଏକ, ରୂପରେ ବହୁ। ଅଧ୍ୟାପକଙ୍କ ଚିନ୍ତାକାଶରେ ସେଦିନ ହୋଇଥିଲା ଏକ ନୂତନ ସୂର୍ଯ୍ୟୋଦୟ। ଅଧ୍ୟାପକ ମହୋଦୟ ଥିଲେ ଜ୍ଞାନୀ, କିନ୍ତୁ ବାମାକ୍ଷେପା ଥିଲେ ପ୍ରଜ୍ଞାବାନ। ପ୍ରଜ୍ଞା, ଜ୍ଞାନ, ଧୀ, ବୁଦ୍ଧି, ଚାତୁର୍ଯ୍ୟ ଏସବୁ ଭିତରେ ଅନେକେ ପାର୍ଥକ୍ୟ ଦେଖନ୍ତି ନାହିଁ। ବିଶେଷତଃ ପ୍ରଜ୍ଞା ଏବଂ ଜ୍ଞାନକୁ ବହୁ ସମୟରେ ଆମେ ସମାନ ଅର୍ଥରେ ବ୍ୟବହାର କରୁ। ମୋଟାମୋଟି କୁହାଯାଇପାରେ, ପ୍ରଜ୍ଞା ସାଧନାରୁ ବା ଦିବ୍ୟ କରୁଣାରୁ ଆସିଥାଏ। ଜ୍ଞାନ ଜଣେ ଅନୁଶୀଳନ ମାଧ୍ୟମରେ ପାଇପାରେ। ବୁଦ୍ଧି, ଧୀ ଏବଂ ଚାତୁର୍ଯ୍ୟ ଆମ ମନର ଏକ ଏକ ଗୁଣ। କିନ୍ତୁ ବୁଦ୍ଧି, ଧୀ ବା ଚାତୁର୍ଯ୍ୟ ଏସବୁକୁ ଆମକୁ ବିବେକୀ କରି ପାରିବେ ନାହିଁ କିମ୍ବା ଜୀବନରେ ଯେଉଁ ଶାନ୍ତି ଓ ସନ୍ତୋଷ ଆମର ସର୍ବଦା କାମ୍ୟ ଆମ ପାଇଁ ସେସବୁ ଆଣିଦେଇ ପାରିବେ ନାହିଁ। ଏପରିକି ଜଣେ ପଣ୍ଡିତ ବା ଜ୍ଞାନୀ ହେଲେ ମଧ୍ୟ ପ୍ରବୁଦ୍ଧ ହୋଇପାରିବ, ଶାନ୍ତି ଓ ସନ୍ତୋଷ ଆୟତ୍ତ କରିପାରିବ, ସେଭଳି ପ୍ରତିଶ୍ରୁତି କେହି ଦେଇପାରିବେ ନାହିଁ। ଅବଶ୍ୟ ଜ୍ଞାନ ପଛରେ ଯଦି ପ୍ରଜ୍ଞା ଥିବ ତାହା ଭିନ୍ନ କଥା। କିନ୍ତୁ ପୃଥିବୀରେ ହାରାହାରି ଜନସାଧାରଣଙ୍କୁ ପରିଚାଳିତ କରେ ବୁଦ୍ଧି। ପ୍ରଖ୍ୟାତ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ ତାଙ୍କ ଜୀବନର ଶେଷ ବହି ଆଉଟ୍ ଅଫ୍ ମାଇ ଲ୍ୟାଟର ଇୟର୍ସରେ ଦେଇଛନ୍ତି ଏହି ଚେତାବନୀ, ନିଜର ବୁଦ୍ଧି ବା ଧୀ ଉପରେ ବିଶ୍ୱାସ ରଖ ନାହିଁ। ତାର ବଳ ଅଛି କିନ୍ତୁ ବିବେକ ନାହିଁ। ଏ ମନ୍ତବ୍ୟର ବ୍ୟାଖ୍ୟା ନିଷ୍ପ୍ରୟୋଜନ। ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ରାଜନୀତି, ବ୍ୟବସାୟ, ଦୁର୍ନୀତି ସବୁଥିରେ ବୁଦ୍ଧିର ପ୍ରଯୁଜ୍ୟ ଜାଜ୍ୱଲ୍ୟମାନ। ମଣିଷକୁ ଏହା ଅଧିକ ସୁଖୀ କରିଛି ନା ଅଧିକ ଉଦ୍ବିଗ୍ନ ଓ ଆତଙ୍କିତ କରିଛି ତାହା ସଭିଙ୍କ ଅନୁଭବର ବିଷୟ। ତେବେ କ୍ରମ ବିକାଶ ବା ବିବର୍ତ୍ତନର ଯେଉଁ ସ୍ତରରେ ଆମେ ରହିଛୁ ତାହା ବୁଦ୍ଧି ନିର୍ଭର ସ୍ତର। ନୂଆ ପିଢ଼ିର ପିଲାଏ ଅଧିକରୁ ଅଧିକ ବୁଦ୍ଧିମାନ। ଏ ତଥ୍ୟ ଉପରେ ପୁରୁଣା ପିଢ଼ିର ନରନାରୀଙ୍କ ବିସ୍ମୟ ତଥା ଗର୍ବର ଅନ୍ତ ନାହିଁ। ଅର୍ଥାତ୍ ମଣିଷ ଜାତିର ବୁଦ୍ଧି ଅଧିକରୁ ଅଧିକ ପ୍ରଖର ହେଉଛି ବୋଲି ଆମର ଧାରଣା। କିନ୍ତୁ ଏ ସ୍ଥିତ ବିଶ୍ୱାସକୁ ଦୋହଲାଇ ଦେଉଛି ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟର ଏକ ଗବେଷଣା। ଡକ୍ଟର ଜେରାଲ୍ଡ କ୍ରାବିଟଙ୍କ ଦିଗ୍ଦର୍ଶନରେ ପରିଚାଳିତ ଗବେଷଣାର ବିବରଣୀ ପ୍ରକାଶ ପାଇଛି ଟ୍ରେଣ୍ଡସ୍ ଇନ୍ ଜେନେଟିକ୍ସ ପତ୍ରିକାରେ। ଗବେଷଣାର ସିଦ୍ଧାନ୍ତ ହେଉଛି, ସାମୂହିକ ସ୍ତରରେ ମଣିଷର ବୁଦ୍ଧି ତଥା ଆବେଗର ମାତ୍ରା କ୍ରମେ ନିମ୍ନଗାମୀ ହେବାକୁ ଆରମ୍ଭ କରିଛି। ଜେନେଟିକ୍ସ ମ୍ୟୁଟେସନ୍ସ ଇତ୍ୟାଦିର ଧାରା ଅନୁସରଣ କରି ସେ ଗବେଷକମାନେ ଏ ସିଦ୍ଧାନ୍ତରେ ପହଞ୍ଚିଛନ୍ତି। ଏହାର ମନସ୍ତାତ୍ତ୍ୱିକ ଓ ସାମାଜିକ ପରିଣତିର ବିଚାରଭାର ସେମାନେ
ଆପଣମାନଙ୍କ ଭଳି ବୁଦ୍ଧିମାନ ଓ ଧୀମାନ ବର୍ଗଙ୍କ ଉପରେ ନ୍ୟସ୍ତ କରିଛନ୍ତି।